ପଶ୍ଚିମବଙ୍ଗ ଦାର୍ଜିଲିଂରେ ବଡ଼ ରେଳ ଦୁର୍ଘଟଣା। ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଟ୍ରାକ୍ରେ ଠିଆ ହୋଇଥିବା କାଞ୍ଚନଙ୍ଗା ଏକ୍ସପ୍ରେସକୁ ପଛରୁ ଉଚ୍ଚ ବେଗରେ ଆସୁଥିବା ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଛି। ଦୁର୍ଘଟଣା ପଛରେ ଅଛି କି ମାନବୀୟ ନା ଯାନ୍ତ୍ରିକ ତ୍ରୁଟି? ଅଟୋମେଟିକ୍ ସିଗ୍ନାଲ ସିଷ୍ଟମରେ କିଛି ଭୁଲ ଥିବା ନେଇ ଆଲୋଚନା ହେଉଛି। ସତରେ କ'ଣ ସାମ୍ନା ଟ୍ରାକ୍ରେ ଏକ୍ସପ୍ରେସ ଠିଆ ହୋଇଥିବା ନେଇ କିଛି ସିଗ୍ନାଲ ପାଉନଥିଲା କି ମାଲବାହୀ ଟ୍ରେନ୍ର ଲୋକ ପାଇଲଟ? ସିଗ୍ନାଲ ସିଷ୍ଟମ ସକାଳ 5:30ରୁ ଖରାପ ହୋଇଯାଇଥିଲା ବୋଲି ସୂଚନା ଆସିଛି। ଏହାର ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀମାନେ ପଚରାଉଚରା ଆରମ୍ଭ କରିଛନ୍ତି। ମାଲବାହୀ ଟ୍ରେନ୍ର ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଥିବା କୁହାଯାଉଛି। ଏହି ଦୁର୍ଘଟଣାରେ 10ରୁ 15 ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ଥିବାବେଳେ 10,000 ଲୋକ ଆହତ ହୋଇଥିବା କୁହାଯାଉଛି। ଦୁର୍ଘଟଣା ପରେ କିଷାନଗଞ୍ଜ ଗୌହାଟୀ ରେଳମାର୍ଗରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଦର୍ଶକ ବନ୍ଧୁ, କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନ୍ର ପଛ 3ଟି ବଗି କ୍ଷତିଗ୍ରସ୍ତ ହୋଇଛି ଏବଂ ଗୋଟିଏ ବଗି ଅନ୍ୟ ବଗି ଉପରକୁ ମାଡ଼ି ଆସିଛି। ଅଧିକାରୀ କହିଛନ୍ତି ଯେ ଏହି 3ଟି ବଗି ଦୁର୍ଘଟଣାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ବଗିରେ ଉପରସ୍ଥିତ ଆହତ ଯାତ୍ରୀମାନେ କ୍ରନ୍ଦନ କରୁଥିବା ଦେଖିବାକୁ ମିଳିଛି। ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଡାକ୍ତରଖାନା ପଠାଇବାରେ ବ୍ୟସ୍ତ ଅଛନ୍ତି। ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଗାର୍ଡ ଓ ମାଲବାହୀ ଟ୍ରେନ୍ର ଲୋକ ପାଇଲଟଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଏହା ସରକାରୀ ଭାବେ ନିଶ୍ଚିତ ହୋଇନାହିଁ। ଦୁର୍ଘଟଣା ପରେ ଏହି ମାର୍ଗରେ ଅନ୍ୟ ଟ୍ରେନ୍ ପାଇଁ ରୁଟ୍ ଡାଇଭର୍ସନ କରାଯାଇଛି। ଦର୍ଶକ ବନ୍ଧୁ, ଜିଲ୍ଲାରେ ଘଟିଥିବା ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ବିଷୟରେ ଜାଣି ସେ ଚକିତ ହୋଇଯାଇଛନ୍ତି।